पेट्रोल पंप को ଯେତେବେଳେ ସ୍ୱାମୀ ସ୍ତ୍ରୀ ଆସନ୍ତି ତୁମେ ଦେଖିଥିବ पेट्रोल पंप ଯେତେବେଳେ ସ୍ୱାମୀ ସ୍ତ୍ରୀ 2 ଜଣ ଆସନ୍ତି ତ ତେଲ ପକେଇଲା ବେଳେ ସ୍ୱାମୀ ପଚାରିବ ତା ସ୍ତ୍ରୀକୁ ଯେ କେତେ ତେଲ ପକେଇଲା ସ୍ତ୍ରୀଟି କହିବ ତୁ ପକା ତୁ ଯେତିକି ପକଉଛୁ ପକା ନା ତମେ କୁହ କେତେ ପକେଇବା ସେ କହିବ ହଁ ପକେଇ ତାହେଲେ 100 ଟଙ୍କା 200 ଟଙ୍କା ପକେଇଦେ ଆଉ ପକେଇ ସାରିଲା ପରେ ପଇସାଟା ବି ସେ ସ୍ୱାମୀ ଦବନି ସେ ସ୍ତ୍ରୀ ଦବ ପଇସା ମାନେ ମୁଁ ଜାଣିପାରେନି ସବୁ ସ୍ତ୍ରୀ ମାନେ କଣ ପାଇଁ ସ୍ୱାମୀର ପଇସାଟା ସେମାନେ ଦଉଛନ୍ତି ନା ସେଠି ସ୍ୱାମୀ ଧରେନି ସେଠି ସ୍ତ୍ରୀ ଧରିଥାଏ ମୁଁ ଜାଣିପାରେନି ଯେ ପଇସାଟା କଣ ପାଇଁ ସେ ଧରିଥାଏ ମାନେ ମତେ ଲାଗୁଛି ୟାର ଭିତରେ କିଛି ଗୋଟେ କାରଣ ତ ଥିବ ଯୋଉଟା କି ମାନେ କୁଆଡେ ପଇସା ଧରେନି ଝିଅ ହିଁ ଧରିଥାଏ କିଛି ତ ଗୋଟେ ଥିବ ଯୋଉଟା ମୁଁ ଜାଣିନି ତ ଯଦି ଜାଣିଥିବ କମେଣ୍ଟ ମାଧ୍ୟମରେ ଜଣେଇବ ଜାଣିବା ବି ନିହାତି ଦରକାର